ଜନ୍ମାଷ୍ଟମୀ ଠାରୁ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଭଗବାନ କୃଷ୍ଣଚନ୍ଦ୍ର ଜନ୍ମ ହେବା ପରଦିନ ଶ୍ରୀମନ୍ଦିର ଭିତରେ କୁନି କୃଷ୍ଣଚନ୍ଦ୍ର ଦୋଳିରେ ଝୁଲିବା, ବିଭିନ୍ନ ଦିନମାନଙ୍କରେ ରାକ୍ଷସୀ ପୂତନା ବାହାରିବା, କୋଳିବିକା ଆସିବା, କାଳିଅ ଦଳନ ନୀତି, ପ୍ରଳମ୍ବାସୁର ବଧ, ଇନ୍ଦ୍ର ଗୋବିନ୍ଦ ଯୁଦ୍ଧ, ବକାସୁର ବଧ ପ୍ରଭୃତି ନୀତି ସୁଚାରୁ ରୂପେ ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଥାଏ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜନ୍ମାଷ୍ଟମୀ ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଜନ୍ମାଷ୍ଟମୀ କୁହାଯାଇଥାଏ। ଏହି ଜନ୍ମାଷ୍ଟମୀ ତିଥି ଭୋଗ ହେଉଥିବା ସମୟରେ ମଧ୍ୟରାତ୍ରିରେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ। ସେଥିପାଇଁ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀର ଦିନକୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ଉତ୍ସବ ରୂପେ ସମଗ୍ର ସନାତନୀ ହିନ୍ଦୁମାନେ ପାଳନ କରିଥାନ୍ତି। ଓଡ଼ିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଚରିତକୁ ଶ୍ରୀମଦ୍ ଭାଗବତରେ ନବାକ୍ଷରୀ ଛାନ୍ଦରେ ବଡ଼ ସୁନ୍ଦର ଭାବେ ଛନ୍ଦାୟିତ କରିଛନ୍ତି। ଆକାଶେ ଉଦେ ନିଶାକର, ଗୋବିନ୍ଦ ଉଦରୁ ବାହାର, ନୀଳ ଜିମୁତ ଦେହକାନ୍ତି, ବଳୟମଣି ଝଟକନ୍ତି। ନିଶାକର ଅର୍ଥାତ୍ ଚନ୍ଦ୍ର କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ଯେତେବେଳେ ମଧ୍ୟରାତ୍ରିରେ ଆକାଶରେ ଉଦୟ ହୋଇଛନ୍ତି, ସେତେବେଳେ ଗୋବିନ୍ଦ ଅର୍ଥାତ୍ ଭଗବାନ କୃଷ୍ଣଚନ୍ଦ୍ର କଂସ ରାଜାର ବନ୍ଦୀଘରେ ବନ୍ଦୀଥିବା ମାତା ଦେବକୀଙ୍କ ଗର୍ଭରୁ ବାହାର ହୋଇଛନ୍ତି, ଅର୍ଥାତ୍ ଧରାପୃଷ୍ଠରେ ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ହୋଇଛି। ଭଗବାନ ଶ୍ରୀକୃଷ୍ଣଙ୍କର ମେଘବର୍ଣ୍ଣ ଶରୀରରୁ ତଥା ମସ୍ତକ ଚାରିପଟେ ଶୋଭା ପାଉଥିବା ବଳୟରାଜିର ଆଲୋକରେ ଆଲୋକିତ ବନ୍ଦୀଶାଳାରେ ଥିବା ଶିଶୁପୁତ୍ରକୁ ଅପଲକ ନୟନରେ ପିତା ବସୁଦେବ ଚାହିଁ ରହିଛନ୍ତି। କୃଷ୍ଣ ଏହି ଦୁଇଟି ଅକ୍ଷରର ମାୟା ବା ମୋହ କୋଟି କୋଟି ସନାତନୀ ହିନ୍ଦୁମାନଙ୍କ ମନରେ ହଜାର ହଜାର ବର୍ଷ ଧରି ଏପରି ଭାବରେ ମନକୁ ମୋହାଚ୍ଛନ୍ନ କରି ରଖିଛି ଯେ ସେ ବିଷୟରେ ଅଧିକା ଆଲୋଚନା କରିବା ନିଷ୍ପ୍ରୟୋଜନ। ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ତିଥିରେ ସନାତନୀ ହିନ୍ଦୁଟିଏ ତା'ର ସାଧ୍ୟମତେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରିଥାଏ। କୃଷ୍ଣ ଜନ୍ମଠାରୁ ଆରମ୍ଭ କରି କୃଷ୍ଣ ଜନ୍ମ ପରେ ଭଗବାନ କୃଷ୍ଣଚନ୍ଦ୍ରଙ୍କର ପ୍ରିୟ ଜିନିଷ ଭୋଗ ଲଗାଯାଇଥାଏ। ତାପରେ ଛୋଟ ଛୁଆଙ୍କୁ ଦୋଳିରେ ଝୁଲାଇଲା ପରି ବାଳଗୋପାଳଙ୍କୁ ଦୋଳିରେ ଝୁଲା ଯାଇଥାଏ। ପ୍ରତ୍ୟେକ ହିନ୍ଦୁ ପରିବାରରେ ଏହି ଉତ୍ସବ ବଡ଼ ଜାକଜକମ ସହିତ ପାଳନ କରାଯାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଭଗବାନ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଶ୍ରୀମନ୍ଦିରରେ ମଧ୍ୟ ଏହି ନୀତି ବଡ଼ ନିଷ୍ଠାର ସହିତ ସମ୍ପନ୍ନ କରାଯାଇଥାଏ। ଏକଦା ଜଗନ୍ନାଥ ମହାପ୍ରଭୁ ପାତାଳି ହୋଇଥିବାର ବହୁଦିନ ପରେ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କୁ ପାଇନଥିଲେ। ଭଗବାନ ଶଙ୍କରଙ୍କର ଅବତାର ଆଦି ଶଙ୍କରାଚାର୍ଯ୍ୟ ନିଜ ଯୋଗବଳରେ ଜାଣିବାକୁ ପାଇଥିଲେ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ଯବନ ଭୟରେ ପାତାଳି ହୋଇଛନ୍ତି। ଶତାଧିକ ବର୍ଷ ଧରି ପାତାଳି ହୋଇଥିବା ଶ୍ରୀ ଜଗନ୍ନାଥଙ୍କୁ ଉଦ୍ଧାର କରି ଶ୍ରୀମନ୍ଦିରରେ ପୁନଃ ପ୍ରତିଷ୍ଠା କଲା ପରେ ଆଦି ଶଙ୍କରାଚାର୍ଯ୍ୟଙ୍କର ମୁଖରୁ ସ୍ୱତଃ ନିଃସୃତ ହୋଇଥିଲା, କଦାଚିତ୍ କାଳନ୍ଦୀ ତଟ ବିପିନ ସଙ୍ଗୀତ କରବ, ମୁଦାଭିର୍ନାରୀ ବଦନ କମଳା ସ୍ୱାଦ ମଧୁପଃ, ରମା ଶମ୍ଭୁ ବ୍ରହ୍ମା ସୁରପତି ଗଣେଶାର୍ଚ୍ଚିତ ପଦୋ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ସ୍ୱୟଂ ଶଙ୍କରାଚାର୍ଯ୍ୟ ଭଗବାନ ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ଘୋଷଣା କରିଥିବାରୁ
ସେହି ଦିନଠାରୁ ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜନ୍ମୋତ୍ସବ ନୀତି ଯଥାରୀତି ପାଳିତ ହୋଇଆସୁଅଛି। ଶ୍ରୀକୃଷ୍ଣଚନ୍ଦ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ର ଭୋଗ ହେଉଥିବା ସମୟରେ ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ଯେଉଁଦିନ ରୋହିଣୀ ନକ୍ଷତ୍ର ଭୋଗ ହେଉଥାଏ ସେହିଦିନ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ନକ୍ଷତ୍ର ବନ୍ଦାପନା ନାମକ ଏକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଚଳିତ 2025 ମସିହା ଅଗଷ୍ଟ ମାସ 15 ତାରିଖ ଶୁକ୍ରବାର ରାତ୍ରି 11:49 ପର୍ଯ୍ୟନ୍ତ ଭାଦ୍ରବ ମାସର କୃଷ୍ଣପକ୍ଷ ସପ୍ତମୀ ଭୋଗ ହେବ। ତାପରେ କୃଷ୍ଣପକ୍ଷର ଅଷ୍ଟମୀ ତିଥି ଆରମ୍ଭ ହୋଇ 16 ତାରିଖ ରାତ୍ରି 9:34 ପର୍ଯ୍ୟନ୍ତ ରହିବ। ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣଚନ୍ଦ୍ର ମଧ୍ୟରାତ୍ରିରେ ଜନ୍ମଗ୍ରହଣ କରିଥିବାରୁ ଅଗଷ୍ଟ ମାସ 15 ତାରିଖ ଶୁକ୍ରବାର ରାତ୍ରିରେ ଜନ୍ମାଷ୍ଟମୀର ଉତ୍ସବ ପାଳନ କରାଯିବା ବିଧେୟ। କାରଣ 16 ତାରିଖ ଶନିବାର ରାତ୍ରି 9:34 ପରେ ଅଷ୍ଟମୀ ତିଥି ଆଉ ରହୁନାହିଁ, ନବମୀ ତିଥି ଆରମ୍ଭ ହୋଇଯିବ। ସେଥିପାଇଁ ତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ଅଗଷ୍ଟ ମାସ 15 ତାରିଖ ଶୁକ୍ରବାର ରାତ୍ରିରେ ହିଁ ଜନ୍ମାଷ୍ଟମୀର ନୀତି ଅନୁଷ୍ଠିତ ହେବ। ଭଗବାନ କୃଷ୍ଣଚନ୍ଦ୍ରଙ୍କର ଜନ୍ମ ହେବା ପରଦିନ ଶ୍ରୀମନ୍ଦିରରେ କୁନି କୃଷ୍ଣଚନ୍ଦ୍ରଙ୍କର ଦୋଳିରେ ଝୁଲିବା, ବିଭିନ୍ନ ଦିନମାନଙ୍କରେ ରାକ୍ଷସୀ ପୂତନା ବାହାରିବା, ହୋଳି ବିକା ଆସିବା, କାଳିୟ ଦଳନ ନୀତି, ପ୍ରଳମ୍ବାସୁର ବଧ, ଇନ୍ଦ୍ର ଗୋବିନ୍ଦ ଯୁଦ୍ଧ ଏବଂ ବକାସୁର ବଧ ପ୍ରଭୃତି ନୀତି ଜନ୍ମାଷ୍ଟମୀର ନୀତି ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଥାଏ। ବୋଧହୁଏ ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପୀଠରେ ଜନ୍ମାଷ୍ଟମୀର ଏ ଯେଉଁ ସବୁ ନୀତି ପାଳିତ ହୋଇଥାଏ ତାହା ଭାରତବର୍ଷର ଅନ୍ୟ କୌଣସି ପୀଠରେ ଅନୁଷ୍ଠିତ ହୋଇନଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।